नमो ते वासुदेवाय नमः। पंचम अध्याय। पंचमे नारद पूछन्ते काल कर्मादि शक्ति जुते जमन्ते विराट सृजिला ब्रह्मा बोलन्ति हरिलीला। आनंद चित्ते से नारदे पूछन्ति ब्रह्मांकर पादे। नारद उवाच भो देव देव नस्तुते भूत भावन तु जगते सृष्टिरग्रे तोर देहि तो भाव न जानन्ति केहि। आत्मार तत्व तुम्भे जानो जे दे वेद पुराणे प्रमाण। जे रूप जहि तोर वास जहु ए जगत प्रकाश। गार आश्रय वर्तई प्रकाशी जहि लीन हुई। भूत भविष्य वर्तमान तुम्भ गोचरे दिव्य ज्ञान। हस्ते ओळा फल प्राय तुम्भ गोचरे ज्ञान रहे। तेणु तुम्भर ज्ञान स्फुरे जेबा तुम्भଙ୍କୁ हृदे धरे। ଯାହାର ବସ ତୁ ବୋଲାଇ ବର୍ତ୍ତୁ ତୁଜାର ଆତ୍ମା ବହି। ଭୂତେ ସଞ୍ଚରି ଭୂତ କରୁ ଯାହାର ମାୟାରେ ବିହରୁ। ଏ ଭୂତ ଗଣଙ୍କୁ ଯେ ପାଳେ ଅପରା ଭବି। ଆତ୍ମା ତୁଲେ ଆତ୍ମାର ଶକ୍ତି ବଳେ ଭାବି। ଅକ୍ଲେଶେ ଯଥା ଉନ୍ନ ନାଭି। ଏ ସୃଷ୍ଟି କର୍ମ ଗୋଚର ଯେ ନାମ ଗୁଣ ରୂପ ଆର। ପର ପର ଯେ ମଧ୍ୟମ ଯେ ଅବା ଅଛି ସ୍ଥୂଳ ସୂକ୍ଷ୍ମ। ଜାଣେ ମୁଁ ନାହିଁ ତୋ ବାହାରେ ଅନ୍ୟ ବାକେ ଅଛି ସଂସାରେ। ତୁମ୍ଭେ ଯେ ଘୋର ତପ କର ଆତ୍ମା ସମାଧି ବଳେ ଧର। ତେଣୁ ମୋହିତ ମୋର ମନ ତୁମ୍ଭ ଉପରେ କେବା ଅନ୍ୟ। ଏଣୁ ସଂଶୟ ମୋର ଚିତ୍ତେ ଏ ମାୟା ସୃଜିଲ କେମନ୍ତେ। ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର ମୋର ସଂଶୟ କର ଦୂର। ଭକତ ଭାବେ ପଚାରଇ ସ୍ୱଭାବେ ପୁତ୍ର ମୁଁ ଅଟଇ। ଯେମନ୍ତେ ମୋର ଚିତ୍ତେ ସ୍ଫୁରେ ଏ ବିଶ୍ୱ ସମାଧି ଗୋଚରେ। ଏଣୁ ନାରଦ ବାକ୍ୟ ଶୁଣି ହରଷେ କହେ ପଦ୍ମଯୋନି। ବ୍ରହ୍ମା ଉବାଚ ଧନ୍ୟ ନାରଦ ମୁନିବର ସାଧୁ ପ୍ରସ୍ତାବ ଏତୋର। ତୁଜେ ପଚାରୁ ଜନହିତେ ବ୍ରହ୍ମ ଭାଗ ଭାଗବତେ। ବିଷ୍ଣୁ ମହିମା ଦର୍ଶନେ ପୁଛିଲୁ ବିନୟ ବଚନେ। ତୁ ଯାହା ପଚାରିଲୁ ମୋତେ ମିଥ୍ୟା ନୁହଁ ଉଚିତେ। ଯେଣୁ ଈଶ୍ୱର ପ୍ରାୟ ହୋଇ ଏ ସୃଷ୍ଟି ମୋହର ଅଟଇ। ପରମେଶ୍ୱର ଜ୍ଞାନ ଯେଣୁ ନାହିଁ ତୋର ଭ୍ରାନ୍ତି ତେଣୁ। ଯେ ବିଷ୍ଣୁ ଆଜ୍ଞା ଘେନି ମାଥେ ବ୍ରହ୍ମାଣ୍ଡ ସୃଜିଲି ଯେମନ୍ତେ। ଯେମନ୍ତେ ଅର୍କ ଅଗ୍ନି ଶଶୀ ଗ୍ରହ ନକ୍ଷତ୍ର ତାରା ରାଶି। ତୁ ଆଦି ସନ୍ତ ଛନ୍ତି ଯେତେ ଯେ ବିଷ୍ଣୁ ମାୟା ବଳଗ୍ରସ୍ତେ। ବୋଲନ୍ତି ମୋତେ ବିଶ୍ୱ ଗୁରୁ ଯାର ମହିମା ଅଭାମେରୁ। ଯେ ହରି ଜଗତ ଈଶ୍ୱର ତାହାକୁ ମୋର ନମସ୍କାର। ଯାହାର ଇଚ୍ଛା ମାର୍ଗେ ସ୍ଥିତି ଲାଜେ ଶଙ୍କିତ ଭଗବତୀ। ସେ ମାୟା ବସେ ଜଗତ ଜ୍ଞାନ ମୋଦେ ବିମୋହିତ। ମୁହିଁ ମୋହର ଏ ଶରୀର ଦ୍ୱାରା ସମ୍ପଦ ବନ୍ଧୁ ମୋର। ଅଜ୍ଞାନୀ ଜନଙ୍କ ଏ ଭାବ ସର୍ବସମ୍ପଦ ପଦ୍ମନାଭ। ଏ ଦ୍ରବ୍ୟ କାଳ କର୍ମ ଜୀବ ଜୀବର ଯେ ଅବା ସ୍ୱଭାବ। ଯେତେ ଦେଖଇ ଭିନ୍ନ ଭିନ୍ନ ବିଚାରେ କେବା ଅଛି ଆନ। ବେଦ ବଚନ ଦେବଗଣ ଏ ସର୍ବ ଲୋକଙ୍କ ଯଜ୍ଞ ଦାନ। ତପସ୍ୟା ଯୋଗ ଜ୍ଞାନ ଗତି ସର୍ବସମ୍ପଦ ଦାସରଥି। ଯେ ହରି ସର୍ବଦେହେ ଦେହି ସର୍ବ ଦେଖଇ କୁଟେ ଥାଇ। କାର ଶରୀରୁ ମୁହିଁ ଜାତ ତାତେ ଯେ ସର୍ଜଇ ଜଗତ। ସ୍ୱଭାବେ ନିର୍ଗୁଣ ମୁରାରି ସୃଷ୍ଟି ସଞ୍ଚୟ ଗୁଣ ଧରି। ନିର୍ଗୁଣ ପୁରୁଷ ଈଶ୍ୱର ତା ମାୟା ବଳେ ଏ ସଂସାର। ସ୍ୱର୍ଗ ପାଳନ ତିରୋଧାନେ ଗୁଣକୁ ଧରେ ଭିନ୍ନେ ଭିନ୍ନେ। କାର୍ଯ୍ୟ କାରଣ କର୍ତ୍ତା ଅର୍ଥେ ଦ୍ରବ୍ୟ ଜ୍ଞାନ କ୍ରିୟା ସಮೇତେ। ଗୁଣେ ରହନ୍ତି ଆଶ୍ରୟ କରି ନିର୍ଗୁଣ ପୁରୁଷ ଆହୁରି। ଏ ତିନି ଗୁଣ ଲିଙ୍ଗ ଗତେ ମଧ୍ୟବର୍ତ୍ତଇ ଅଲକ୍ଷିତେ। ମୁଁ ଆଦି ସର୍ବଜନଙ୍କର ଆତ୍ମା ସ୍ୱରୂପ ସେ ଈଶ୍ୱର। ମାୟା ଈଶ୍ୱର ମାୟା ବଳେ ସର୍ଯ୍ୟ ସ୍ୱଭାବ କର୍ମ କାଳେ। ଆପଣା ଇଚ୍ଛା ବଳେ କରି ବିବିଧ ଶରୀରକୁ ଧରି।
ସେ କାଳ ଗୁଣ ବ୍ୟତିକରେ ସୁଜୟୀ ପାଳନ ସଂଘରେ ତାର ସ୍ୱଭାବ କର୍ମ ଯୋଗେ ମହତ ଉପୁଜିଲା ଆଗେ ମହତ ବିକାରୁ ତକ୍ଷଣେ ତ୍ରିଗୁଣ ଲିଙ୍ଗ ଆବରଣେ ତମ ପ୍ରଧାନ ଅତିରେକେ ସେ ଦ୍ରବ୍ୟ ଜ୍ଞାନ କ୍ରିୟାତ୍ମକେ ସ୍ୱଭାବେ ଶକ୍ତି ମହାଘର ତମ ଅଧିକ ଅହଙ୍କାର ସେ ଅହଙ୍କାର ନାମ ହୋଇ ସେ ତିନି ପ୍ରକାର ଭଜଇ ଗୁଣ ପ୍ରକାଶ ତିନି ତିନି ବିକାର ତମ ତେଜ ଘେନି ଯେ ଶକ୍ତି ଦ୍ରବ୍ୟ କ୍ରିୟା ଜ୍ଞାନ ଏ ଭାବେ ଭେଦ ଭିନ୍ନ ଭିନ୍ନ ସେ ଅହଙ୍କାରେ ଭୂତ ଆଦି ତାମସ ଶକ୍ତି ତହିଁ ଭେଦି ଶବଦ ଗୁଣ ମାତ୍ରା ସଞ୍ଚେ ନବ ପ୍ରକାଶେ ଅନ୍ତରିକ୍ଷେ ଶବଦ ଗୁଣେ ସେ ପ୍ରଧାନ ଦୃଶ୍ୟ ଦର୍ଶକ ଭେଦ ସ୍ଥାନ ଶବଦ ଗୁଣ ନଭୁ ହୋଇ ଚତୁର୍ଥ ମାତ୍ରା ସଂଘେ ଲୋଇ ନବବିକାରୁ ବାୟୁ ଜାତ ସ୍ୱରସ ଶବ୍ଦ ଗୁଣେ ସ୍ଥିତ ସ୍ୱରସ ଗୁଣ ତା ପ୍ରବଳ ଯେ ପ୍ରାଣ ସହ ଉଜ୍ଜବଳ ପବନ ବିକାରୁ ତକ୍ଷଣେ ସ୍ୱଭାବ କାଳ କର୍ମ ଗୁଣେ ସ୍ୱରସ ଗୁଣ ତହିଁ ଥାଇ ତୃତୀୟ ମାତ୍ରା ଭାବ ବହି ଶବଦ ସ୍ପର୍ଶ ରୂପ ତାର ପ୍ରଚଣ୍ଡ ତେଜ ମହାଘୋର ତେଜ ବିକାରୁ ସେ ଉଦକ ଯାର ସ୍ୱଭାବ ରସାତ୍ମକ ଶବ୍ଦ ସ୍ପର୍ଶ ରୂପ ତିନି ରସ ସଙ୍ଗେ ଘେନି ଆପବିକାରୁ ମହି ଜାତ ସେ ପଞ୍ଚମାତ୍ରା ଗୁଣେ ଯୁତ ସତ ବିକାର ତହୁଁ ମନ ଯେ ରୂପେ ପ୍ରକାଶେ ଗଗନ ମନର ସଙ୍ଗେ ଦେବ ବଳ ଦଶ ଇନ୍ଦ୍ରିୟ ଦିଗପାଳ ଦିଗବାତାର୍କ ଜଳପତି ଅଶ୍ବିନୀ ବହ୍ନି ସୁରପତି ଉପେନ୍ଦ୍ର ମିତ୍ର ପ୍ରଜାପତି ଏ ରୂପେ ଦଶ ଉତପତି ତୈଳସ ବିକାରୁ ତକ୍ଷଣେ ଜନ୍ମିଲେ ଦଶ ଇନ୍ଦ୍ରି ଗଣେ ଯେ ଜ୍ଞାନ କ୍ରିୟା ବୁଦ୍ଧି ପ୍ରାଣ ତୈଜସ ଶକ୍ତି ଏ ପ୍ରମାଣ ଶ୍ରୁତି ଯୁଗଳ ଚର୍ମ ଘ୍ରାଣ ନୟନ ଜିହ୍ବା ପଞ୍ଚ ଜ୍ଞାନ ବଚନ ପାଣି ଅଙ୍ଘ୍ରିବେନି ଉପସ ମୂଳାଧାର ଘେନି ଏ କର୍ମ ଇନ୍ଦ୍ରିୟ ପକାର ଦୋଷ ଦେବଙ୍କ ଅଧିକାର ଭୂତ ଇନ୍ଦ୍ରିୟ ଗଣ ମନ ସତ ଆଦି ଯେ ତିନି ଗୁଣ ଯେଣୁ ନୋହିଲେ ଏକ ମନ ଏ ତେଣୁ ନ ପାଇଲେ ସ୍ଥାନ ବ୍ରହ୍ମାଣ୍ଡ ହେତୁ ଏ ପ୍ରତ୍ୟକ୍ଷେ ସୂକ୍ଷ୍ମେ ରହିଲେ ଅନ୍ତରିକ୍ଷେ ସ୍ଥାନ ନ ପାଇ ଅନ୍ୟ ଅନ୍ୟେ ସ୍ଥକିତେ ରହିଲେ ଗଗନେ କେତେ କାଳ ଶୂନ୍ୟ ରହି ଏ ସର୍ବେ ବିଷ୍ଣୁ ଆଜ୍ଞା ପାଇ ଏ ମହାଭୂତେ ସୂକ୍ଷ୍ମଭୂତେ ଘଟିତ ଅନ୍ୟ ଅନ୍ୟ ଜ୍ୟୋତେ ସୁବର୍ଣ୍ଣ ଅଣ୍ଡ ଉପଜିଲା ତକ୍ଷଣେ ଉଦକେ ପଡ଼ିଲା ଅନେକ ସହସ୍ର ବରଷେ ସେ ଅଣ୍ଡ ମହାଜଳେ ଭାସେ ସେ ଅଣ୍ଡ ମଧ୍ୟରେ ଜୀବଜାତ କାଳ କର୍ମ ସ୍ୱଭାବେ ସ୍ଥିତ ତାହା ସ୍ୱଭାବେ ଅଚେତନ ଚେତନା ଦେଲେ ଭଗବାନ ହେ ସର୍ବଗୁଣ ସର୍ବସିଦ୍ଧି କେତେ କାଳେ ଅଣ୍ଡ ଭେଦି ପୁରୁଷ ହୋଇଲା ବାହାର ଏବେ ହୋ ଶୁଣ ମୁନିବର ସହସ୍ର ଉରୁ ଅଗ୍ରିବକ୍ଷ ସହସ୍ର ନୟନ ପ୍ରତ୍ୟକ୍ଷ ସହସ୍ରେ ଶିର ସହସ୍ରଭୁଜ ଆନନ ଅପ୍ରମିତ ତେଜ କାହାର ଦେହ ଶୂନ୍ୟ ଦେଖି ଲୋକର ସ୍ଥିତି ଉପଲକ୍ଷୀ ଦେଶସ୍ଥ ଲୋକ ତାର ଅଙ୍ଗେ କଳ୍ପିତ ଅଧ ଊର୍ଦ୍ଧ୍ୱ ଭାଗେ ମୁଖ ଜନ୍ମିଲା ବ୍ରହ୍ମକୂଳ କ୍ଷତ୍ରିୟ ଜାତ ବାହୁମୂଳ ଗୁରୁ ଯୁଗଳୁ ବୈଶ୍ୟ ଗଣେ ଶୂଦ୍ର ପୂଜିଲା ଚରଣେ ଭୂଲୋକ କଟି ଭାଗେ ସ୍ଥିତ ନାଭିରୁ ଭୁବ ଲୋକ ଜାତ ହୃଦରେ ସ୍ୱର୍ଗ ଲୋକ ମିଳେ ମହତ ଲୋକ ଉରସ୍ଥଳେ ଜନଲୋକ ଯେ ଗ୍ରୀବା ତଟେ ତପବସଇବେନି ଉଷ୍ଟେ ମୂର୍ଧନି ମଧ୍ୟ ସତ୍ୟଲୋକ ଯେ ସନାତନ ବ୍ରହ୍ମଲୋକ ସପ୍ତ ପାତାଳ ଅଧୋଭାଗେ ଶୁଣ କହିବା ପ୍ରତିଅଙ୍ଗୀ ଅତଳ ବସେ ଜଙ୍ଗ ଦେଶେ ଉରୁରେ ବିତଳ ପ୍ରକାଶେ ସୁତଳ ବସେ ଜାନୁ ମୂଳ ଜଙ୍ଗର ମୂଳେ ତଳାତଳ ଯେ ମହାତଳ ଗୁଳ୍ମ ଦେଶେ ପାଦାଗ୍ରେ ରସାତଳ ବସେ ପାତାଳ ପାଦ ତଳେ ରହେ ଏଣୁ ଭୁବନ ବିଶ୍ୱ ଦେହେ ଏ ଭୂମି ଲୋକ ପାଦେ ବସେ ନାଭିରେ ଭୁବ ଯେ ପ୍ରକାଶେ ସୁଲୋକ କଳ୍ପିତ ମୂର୍ଧିନି ବିଶ୍ୱ ଦେହେ ବା ବିଶ୍ୱମାନି
নারদ আগে বেদ বর যাহা কহিলে বেদ সার সুজন জনক শ্রবণে ব্রাহ্মণ জগন্নাথ হণে যেমন্তে ব্রহ্মাণ্ডর সৃষ্টি ভিয়াইଥିଲେ পরমেষ্টি ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং দ্বিতীয় স্কন্ধে ব্রহ্মা নারদ সংবাদে নাম পঞ্চদশোऽধ্যায়ং। নমো ভগবতে বাসুদেবায় নমঃ।